ଶୁଣ ଶୁଣ ସାଧୁ ଜନେ ଦେଇ ମନ କର୍ଣ୍ଣ ବିଶ୍ୱରୂପ ହାଣ୍ଡି ଶାଳେ ଆଜି କି ବ୍ୟଞ୍ଜନ ଛାଡ଼ ଖାଇଥିଲା ଆଜି ଖାଇବା ମିଶ ବଜାରକୁ ଗଲା ବେଳେ ସବୁ ଥିଲା ଶେଷ ମିଳିଗଲା ଗୋଟେ ବଡ଼ ଭାକୁର ମାଛକୁ ନେଇ ଆସିଲି କଟାକଟି କରି ଧୁଆ ଧୁଇ କରି ରଖିଲି ତାପରେ ସେଥିରେ ହଳଦୀ ଲୁଣ ଦେଇ ଗୋଳେଇ ଦେଲି ତାପରେ ତାକୁ ସୋରିଷ ତେଲରେ ଭାଜି ଦେଲି କଡ଼ା କଡ଼ା ଭାଜି ସାରିଲା ପରେ ସୋରିଷ ତେଲକୁ କଡ଼େଇରେ ଗରମ କରି ସେଥିରେ ଟିକେ ଚିନି ତେଜପତ୍ର କଟା ପିଆଜ ଦେଇ ଭଲ ଭାବରେ ଘଣ୍ଟା ଘଣ୍ଟି କଲି ଏବେ ପାଳି ଥିଲା ବଟା ମସଲାରେ କ'ଣ କ'ଣ ପଡ଼ିଥିଲା ସବୁ ତଳେ ଲେଖିଦେଇଛି ଏବେ ଗୋଟିଏ ପାତ୍ରରେ ମସଲା ଘୋଳ ପ୍ରସ୍ତୁତ ପାଇଁ ବିଭିନ୍ନ ପ୍ରକାର ମସଲା ସବୁ ଢାଳି ପାଣିରେ ଗୋଳେଇକି ରଖାଗଲା କ'ଣ କ'ଣ ପଡ଼ିଥିଲା ସେସବୁ ଡେସ୍କ୍ରିପସନରେ ଲେଖା ହେଇଛି ଏବେ ମସଲା କଷା ଚାଲିଥିଲା ସେଥିରେ ପଡ଼ିଲା କଟା ଟମାଟୋଟାକୁ ଭଲ ଭାବରେ କଷାକଷି କରିଦିଆଗଲା ଆଉ ସେଥିରେ ପଡ଼ିଲା ମସଲା ଘୋଳ ମଧ୍ୟମ ଆଞ୍ଚରେ ନିଆଁ ଜଳୁଥିବ ମସଲାକୁ ଭଲ ଭାବରେ କଷାକଷି କରୁଥିବ ଟିକେ ପାଣି ଦିଆହେଉଥିବ ଯଦି ଲୁଣ କମିଯାଇଛି ସ୍ୱାଦ ଅନୁସାରେ ତାହେଲେ ଟିକେ ଲୁଣ ଦେଇ ତାକୁ ଟିକେ ଘୋଡ଼େଇ ଦେବ କଷାକଷି ହେଇସାରିଲା ପରେ ସେଥିରେ ଆଗରୁ ପ୍ରସ୍ତୁତ ହେଇଥିବା ନଡ଼ିଆ ମଲେଇକୁ ଦେଇ ଭଲ ଭାବରେ ଘାଣ୍ଟିବ ଘଣ୍ଟା ଘଣ୍ଟି ଚାଲିକି କଷି ହେଇଗଲା ପରେ ସେଥିରେ ପାଣି ଦେଇ ଆଉ ଟିକିଏ କଷିଦେବ ଏବେ ଝୋଳ ପାଇଁ ପାଣି ଦେବ ତମର ଯେତିକି ଦରକାର ଥିବ ହାପୁଡ଼ିବ ଯଦି ଟିକେ ପାଣିଆ କରିବ ସେଥିରେ ଏବେ କଡ଼ା କଡ଼ା ମାଛ ଭଜାକୁ ଦେଇ ତା ଉପରେ ଧନିଆ ପତ୍ରକୁ ଦେଇ ଗୋଟେ ଢାଙ୍କୁଣୀ ଘୋଡ଼େଇ ଦେବ ଦୁକୁ ଦୁକୁ ତଳେ ନିଆଁ ଜଳୁଥିବ 15 ମିନିଟ୍ ପରେ ବାହାର କରିବ ଆହା କି ବାସନା 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 ଓହୋ ଆଜି ଗରମ ଭାତ ସାଙ୍ଗେ ଖାଇବା ଭାକୁର ଝୋଳରେ ମଜା ଆସିଯିବ ଆଜି ଛାଡ଼ ଖାଇରେ ତମ ଘରେ କ'ଣ ହେଇଛି ଛାଡ଼ ଖାଇରେ କମେଣ୍ଟ କର ନହେଲେ ତମ ପେଟ କାଟିବ ଏଇଠି କରୁଛି ନମସ୍କାର ଆହା ଭାକୁର ମାଛର ଝୋଳ।